ଆଜି ସକାଳୁ ଗାଗୁର ମନ ଭାରି ଖୁସି। ସକାଳୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଦରୁ ଉଠି ପଡ଼ିଥିଲା। କାହିଁକି ନା ତାର ଆଜି ସ୍କୁଲରେ ଷ୍ଟଡି ଟୁର୍ ଟ୍ରିପ୍ ଅଛି। ତାର ସ୍କୁଲର 1 ଠାରୁ 5 କ୍ଲାସ୍ ପର୍ଯ୍ୟନ୍ତ ପିଲାମାନେ ସମସ୍ତେ ଆଜି ଷ୍ଟଡି ଟୁର୍ରେ ଯିବେ। ସାଙ୍ଗରେ ମ୍ୟାଡ଼ାମ ମାନେ ବି ଯିବେ। ଘରକୁ ମେସେଜ ଆସିଥିଲା କେବଳ ଟିଫିନ୍ ଓ ୱାଟର ବୋଟଲ ନେବା ପାଇଁ, ନୋ ବୁକ୍ସ। ଆଉ ଷ୍ଟଡି ଟୁର୍ର ସ୍ଥାନ ବଛା ଯାଇଥିଲା କୋରାପୁଟର ରେଲୱେ ଷ୍ଟେସନ। ମ୍ୟାଡ଼ାମ ମାନେ ପିଲାମାନଙ୍କୁ ରେଲୱେ ଷ୍ଟେସନ ନେଇକରି ଯିବେ। ସେଠି କିଛି ରେଲୱେ ଷ୍ଟେସନ ବିଷୟରେ ଓ ରେଲୱେ ବିଷୟରେ ଧାରଣା ଦେବେ। ଗାଗୁ ଆଜି ସ୍କୁଲ ବସ୍ ଆସିବା ପୂର୍ବରୁ ରେଡ଼ି ହୋଇଯାଇଥିଲା। ଆଉ ଆମେ ସବୁଦିନ ପରି ସ୍କୁଲ ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲୁ। ଗାଗୁ କିନ୍ତୁ ସବୁଦିନ ଠାରୁ ଆଜି ବହୁତ ଖୁସି ଥିଲା। ଏହାପରେ ଗାଗୁର ସ୍କୁଲ ବସ୍ ଆସିଯାଇଥିଲା ଆଉ ଗାଗୁ ସ୍କୁଲ ଯାଇଥିଲା। ଗାଗୁର ଷ୍ଟଡି ଟୁର୍ ଟ୍ରିପ୍ର କିଛି ଫଟୋ ଭିଡ଼ିଓ ମୋ ପାଖକୁ ଆସିଛି, ଯାହା ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଏତେ ପିଲାମାନଙ୍କ ମଧ୍ୟରେ ଆପଣମାନେ ଗାଗୁକୁ ଦେଖି ଚିହ୍ନିଲା ଭଳିଆ କୌଣସି ଫଟୋ ପାଇବେନି। ମୁଁ କିନ୍ତୁ ଏଇ ଭିଡ଼ିଓରେ ଗାଗୁକୁ ଦେଖି ପାରିଥିଲି। ବହୁତ ସମୟ ଖୋଜିଲା ପରେ ମଧ୍ୟ ଗାଗୁକୁ ଚିହ୍ନି ପାରିନଥିଲି। ଗାଗୁ ମୋତେ ହିଁ ଦେଖେଇ ଦେଇଥିଲା। ଆପଣମାନେ କିନ୍ତୁ ଦେଖିପାରିବେନି। ମ୍ୟାଡ଼ାମ ମାନେ ପିଲାମାନଙ୍କୁ ରେଲୱେ ଷ୍ଟେସନ ବିଷୟରେ ଓ ଟ୍ରେନ ବିଷୟରେ କିଛି ଶିକ୍ଷା ଦେଇଥିଲେ। ଏହାପରେ ପିଲାମାନେ ଘରୁ ନେଇଥିବା ଟିଫିନ୍ ବକ୍ସରୁ ଟିଫିନ୍ କରିଥିଲେ, ଯାହା ସବୁକୁ ଆପଣମାନେ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି। ମୁଁ ମଧ୍ୟ ଏଇ ଭିଡ଼ିଓ ସବୁକୁ ଦେଖି ନେଇଥିଲି। ପିଲାମାନେ ତ ସମସ୍ତେ ଖାଇବାରେ ବ୍ୟସ୍ତ ଥିଲେ। ଦେଖି ନିଅନ୍ତୁ ତ ପିଲାମାନଙ୍କର ନିରୀହ ନିଷ୍ପାପ ଆଖିଗୁଡ଼ିକୁ। ସମସ୍ତଙ୍କ ମନରେ ଯେମିତି ଖୁସିର ଲହରୀ ଖେଳି ଯାଉଥିଲା, ଆଉ ମୁହଁରେ ତାହା ଫୁଟି ଉଠୁଥିଲା। ମ୍ୟାଡ଼ାମ ମାନଙ୍କ ଠାରୁ ରେଲୱେ ବିଷୟରେ କେତେ ଶିକ୍ଷା ଗ୍ରହଣ କଲେ ତାକୁ କିଏ ପଚାରେ। ମୁହଁରେ ଏଇ ଯେଉଁ ଖୁସି ଫୁଟି ଉଠୁଛି, ପିଲାମାନଙ୍କ ଷ୍ଟଡି ଟୁର୍ ଟ୍ରିପ୍ ସଫଳ ହୋଇଛି ବୋଲି ମୁଁ ଭାବୁଛି। ଗାଗୁର ଫଟୋ ତ ଆପଣମାନେ ଦେଖିପାରିଲେନି, ନହେଲେ ଜାଣିଥାନ୍ତେ ଗାଗୁ କେତେ ଖୁସି ଥିଲା ଏଇ ଷ୍ଟଡି ଟୁର୍ ଟ୍ରିପ୍ରେ। ଏବେ ରହୁଛି। ଏଇ ଥିଲା ଗାଗୁର ଷ୍ଟଡି ଟୁର୍ ଟ୍ରିପ୍।